ମୋ ସ୍ତ୍ରୀ ଘରୁ ଗାଁ ବାଟରେ କି ଯାଉଥାଏ, 4 ଜଣ ଦୁର୍ବୃତ୍ତ ଖରାପ ଉଦ୍ଦେଶ୍ୟ ନେଇକି ତାକୁ କୁଣ୍ଡେଇ ଧରିକିରି ତା ବ୍ଲାଉଜ୍ ଫ୍ଲାଉଜ୍ ଚିରିକିରି ତା ଗାଲରେ କାମୁଡ଼ି ଟଣା ଓଟରା ବହୁତ କରିଥାଏ। ପାଟି କଲା ବେଳକୁ ମୁଁ ସେଇଠି ପୋଲରେ କି କାମ କରୁଥିଲି, ଖାଇବା ସମୟ ବି ହେଇଯାଇଛି। ସେତେବେଳକୁ ଯାଉ ତାପରେ ଠେଲା ପେଲା ଯେମିତି ପାଟିତୁଣ୍ଡ ହେଲା। ଗୋଟିଏ ଠେଙ୍ଗାରେ କି ଜାଲ ବାଡ଼ ଯେ ଲୋକଙ୍କ ଥିଲା, ସେଇ ବାଡ଼ରୁ ଗୋଟେ ଠେଙ୍ଗା କାଢ଼ିକିରି ମୋତେ ଗୋଡ଼ରେ କି ଆଣ୍ଠୁରେ କି ଜୋର ପାହାରଟିଏ କଷିଦେଲା। ତାପରେ ମୁଁ ଯେମିତି ପଡ଼ିଗଲି, ଛାତିରେ କି ଗୋଡ଼ ଦେଇକିରି ଦଳି ଦେଲେ, ନାକ ମୁହଁରୁ ବ୍ଲଡ଼ ବାହାରିକିରି ମାନେ ଶେଷ ନିଶ୍ୱାସ ତ୍ୟାଗ କରିବା ଅବସ୍ଥା କରିଦେଲେ। ଥିଲେ ସେମାନେ ହେଉଛନ୍ତି ନାଣ୍ଟୁ ପଣ୍ଡା, ସେ ଜଣେ ଚୋରା ମଦ ବେପାରୀ, ଅମରାବତୀ ଘର, ଆଉ ବାପି ସିଂ ଉଦ୍ୟାନ ଘର, ଆଉ ସୁଭାଷ ସିଂ ଦୋଳସାହି ଘର, ସୀମନ୍ତ ସିଂ ଦୋଳସାହି ଘର, ଏଇ 4 ଜଣ। ତାପରେ ମୁଁ ସେନ୍ସିଲ ଅବସ୍ଥାରେ ମୁଁ ଆଉ କିଛି ଜାଣିନି। ତାପରେ ଜାଣିଲା ପରେ ମେଡ଼ିକାଲରେ ଯେମିତି ଜାଣିଲୁ, ଆମକୁ ପୋଲିସ 2 ଜଣ ଯାଇକିରି ଉଦ୍ଧାର କରିକି ଆଣିଛନ୍ତି। ପୋଲିସ ମଧ୍ୟ କହିଲେ ଯେ ତମେ ଶୀଘ୍ର ମେଡ଼ିକାଲରୁ କେନ୍ଦ୍ରାପଡ଼ା ଯାଅ। ଆମ୍ବୁଲାନ୍ସରେ ମୋତେ ଆଣିଲେ। ତାପରେ କହିଲେ ଯେ ନିକଟସ୍ଥ ଥାନାରେ ଆସିକି ଆମେ ତ ସବୁ ଜାଣି ସାରିଲୁଣି, ଆଉ ତମେ ସୁସ୍ଥ ହେଇକି ଆଗ ଠାକୁରଙ୍କୁ ଡାକିକି ସୁସ୍ଥ ହେଇକିରି ଆସ, ତାପରେ ଦରଖାସ୍ତକାରୀ ହେବ। এই କଥା କହିକିରି ଆମକୁ ମଧ୍ୟ ପଠାଇଲେ। ଏବେ ଆମେ କେନ୍ଦ୍ରାପଡ଼ା ମେଡ଼ିକାଲରେ ଅଛୁ। ମୁଁ ସିନା ମେଡ଼ିକାଲ ଖର୍ଚ୍ଚରେ କି ଖାଉଛି, ମୋ ସ୍ତ୍ରୀ ଅଛି, ସେ ବି ସେଇ ମେଡ଼ିକାଲ 4ଟା କାକରା ଦେଲେ 2ଟା ଖାଉଛି, 2ଟା ସ୍ତ୍ରୀ ପାଇଁ କରୁଛି, ଏଇଭଳି ରହୁଛି। କାହିଁକିନା ମୋ ପାଖରେ ଏବେ ପଇସା ବି ନାହିଁ। ସେ ଯାହା ବି ହଉ, ଏବେ ଆମେ ଚାହୁଁଛୁ ସେ ନ ଖାଇବୁ ପଛେ, ସେ 4 ଜଣ କିନ୍ତୁ ତା ସହିତ ଆଉ ଯେ କିଏ ଯଦି ଥିବେ, ସେଇମାନେ ଏତେ ଦୁଷ୍ଟ ପ୍ରକୃତି, ଏତେ ମାନେ ବହୁତ ତାଙ୍କର ବହୁତ କଳା, ବହୁତ ଏଇଭଳି ଯଦି ହେବ ସମାଜରେ, ମାଆ ମାନେ ଆଉ ପଦାକୁ ବାହାରି ପାରିବେନି।